अर्थ 16 अध्याय। जय विजयଙ୍କ विरुद्धରୁ जय विजयଙ୍କର वैकुंठରୁ पतन। ब्रह्मा କହିଲେ, हे ଦେବଗଣ, ଯୋଗନିଷ୍ଠ ସନକାଦି ମୁନିମାନେ ଏପରି ସ୍ତୁତି କରିବାରୁ ବୈକୁଣ୍ଠ ନିବାସ ଶ୍ରୀହରି ସେମାନଙ୍କୁ ପ୍ରଶଂସା କରି କହିଲେ। ଶ୍ରୀ ଭଗବାନ କହିଲେ, ହେ ମୁନିଗଣ, ଏହି ଜୟ ବିଜୟ ହେଉଛନ୍ତି ମୋର ପ୍ରାସାଦ। ଏମାନେ ମୋତେ ଖାତିର ନ କରି ଆପଣମାନଙ୍କ ପ୍ରତି ଘୋର ଅପରାଧ କରିଛନ୍ତି। ଆପଣମାନେ ମଧ୍ୟ ମୋର ଅନୁଗତ ଭକ୍ତ, ତେଣୁ ଏହିପରି ଭାବରେ ଏମାନେ ମୋତେ ଅବଜ୍ଞା କରିଥିବାରୁ ଆପଣମାନେ ଏମାନଙ୍କୁ ଯେଉଁ ଦଣ୍ଡ ବିଧାନ କରିଛନ୍ତି, ମୁଁ ତାହାଙ୍କୁ ସମର୍ଥନ କରୁଛି। ବ୍ରାହ୍ମଣ ହେଉଛନ୍ତି ମୋର ପରମ ଆରାଧ୍ୟ। ମୋର ଅନୁଚରମାନଙ୍କ ଦ୍ୱାରା ଆପଣମାନଙ୍କୁ ଯେଉଁ ଅପମାନିତ କରାଗଲା, ମୁଁ ଭାବୁଛି ତାହା ହେଉଛି ମୋ ଦ୍ୱାରା କରାଯାଇଥିବା ଅପମାନ। ତେଣୁ ମୁଁ ପ୍ରାର୍ଥନା କରୁଛି ଯେ ଆପଣମାନେ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ। ସେବକମାନେ ଅପରାଧ କଲେ ଜଗତ ଲୋକେ ସେମାନଙ୍କର ସ୍ୱାମୀ ମାଲିକକୁ ହିଁ ଦୋଷ ଦିଅନ୍ତି, କାରଣ ସେବକ ଭଲ କରୁ କି ମନ୍ଦ କରୁ, ତାହାର ନିନ୍ଦା ବା ପ୍ରଶଂସା ମାଲିକ ହିଁ ପାଏ। ଚର୍ମରୋଗ ଯେପରି ଶରୀରର ଚମଡ଼ାକୁ ଦୂଷିତ କରିଦିଏ, ସେ ସେବକ କରିଥିବା ମନ୍ଦ କର୍ମ ସେହିପରି ପ୍ରଭୁଙ୍କୁ ନିନ୍ଦିତ କରିଦିଏ। ମୋର ନିର୍ମଳ ସୁଯଶ ସୁଧାରେ ବୁଡ଼ ପକାଇଲେ ଚାଣ୍ଡାଳ ପର୍ଯ୍ୟନ୍ତ ସମଗ୍ର ଜଗତ ଅବିଳମ୍ବେ ପବିତ୍ର ହୋଇଯାଏ। ତେଣୁ ମୁଁ ବିକୁଣ୍ଠ ବୋଲି କଥିତ ହୁଏ, କିନ୍ତୁ ଏହି ପବିତ୍ର କୀର୍ତ୍ତି ବାସ୍ତବରେ ବ୍ରାହ୍ମଣଙ୍କ ଦ୍ୱାରା ହିଁ ମୋତେ ପ୍ରାପ୍ତ ହୋଇଛି। ତେଣୁ ଯେ କେହି ଆପଣମାନଙ୍କର ବିରୁଦ୍ଧ ଆଚରଣ କରିବ, ସେ ମୋର ନିଜର ଭୋଜ ହୋଇଥିଲେ ବି ମୁଁ ତାକୁ ତୁରନ୍ତ କାଟିଦେବି। ବ୍ରାହ୍ମଣମାନଙ୍କ ସେବା କରିବାର ପ୍ରଭାବରୁ ହିଁ ମୋର ଚରଣ ଧୂଳିକୁ ଏହିପରି ପବିତ୍ରତା ମିଳିଛି ଯେ ତାହା ତତ୍କାଳ ସକଳ ପାପ ନଷ୍ଟ କରିଦିଏ ଏବଂ ମୋତେ ଏହିପରି ସୁନ୍ଦର ସ୍ୱଭାବ ମିଳିଛି ଯେ ମୁଁ ଉଦାସୀନ ରହିଲେ ବି ଯେଉଁ ସ୍ତ୍ରୀଙ୍କର ଲେଶ ମାତ୍ର କୃପାକଟାକ୍ଷ ପାଇବାକୁ ବ୍ରହ୍ମାଦି ଦେବତାମାନେ ନାନା ପ୍ରକାର ନିୟମ ଓ ବ୍ରତ ପାଳନ କରିଛନ୍ତି, ସେହି ଲକ୍ଷ୍ମୀ ମୋତେ କ୍ଷଣକ ପାଇଁ ମଧ୍ୟ ଛାଡ଼ୁନାହାନ୍ତି। ଯେଉଁ ବ୍ରାହ୍ମଣ ନିଜର ସକଳ କର୍ମଫଳ ମୋ ପାଖରେ ଅର୍ପଣ କରିଦେଇ ସଦା ସନ୍ତୁଷ୍ଟ ରୁହନ୍ତି, ସେହିପରି ନିଷ୍କାମ ବ୍ରାହ୍ମଣଙ୍କୁ ଯଶମାନ ଯେତେବେଳେ ଘୃତପକ୍ୱ ଅନ୍ନବ୍ୟଞ୍ଜନାଦିରେ ସନ୍ତୁଷ୍ଟ କରେ, ସେତେବେଳେ ତାହାଙ୍କର ମୁଖ ମଧ୍ୟମରେ ଭୋଜନ କରି ତାହାଙ୍କ ପ୍ରତ୍ୟେକ ଗ୍ରାସରେ ମୁଁ ଯେପରି ତୃପ୍ତ ହୋଇଥାଏ, ଯଜ୍ଞରେ ଅଗ୍ନି ରୂପ ମୁଖରେ ଦେଇଥିବା ଆହୁତି ଗ୍ରହଣ କରି ମୁଁ ସେହିପରି ତୃପ୍ତ ହୋଇପାରେ ନାହିଁ। ମୋର ଚରଣୋଦ୍ଦୀପ ଗଙ୍ଗା ଚନ୍ଦ୍ରଶେଖର ଶିବଙ୍କ ସମେତ ସମଗ୍ର ଜଗତକୁ ପବିତ୍ର କରିଥାଏ। ଏହିପରି ପରମ ପବିତ୍ର ଏବଂ ପରମେଶ୍ୱର ହୋଇ ମଧ୍ୟ ମୁଁ ଯାହାଙ୍କର ଚରଣ ରଜକୁ ମୁକୁଟରେ ଧାରଣ କରେ, ସେହି ବ୍ରାହ୍ମଣମାନଙ୍କର କର୍ମକୁ କିଏ ଭଲା ସହନ ନ କରିବ? ବ୍ରାହ୍ମଣ, ଦୁଗ୍ଧବତୀ ଗାଈ ଓ ଅନାଦି ପ୍ରାଣୀ, ଏମାନେ ହେଉଛନ୍ତି ମୋର ହିଁ ଶରୀର। ବିଭିନ୍ନ ପାପ ଦ୍ୱାରା ବିବେକ ଦୃଷ୍ଟି ନଷ୍ଟ ହୋଇଯାଇଥିବାରୁ ଯେଉଁ ଲୋକେ ଏମାନଙ୍କୁ ମୋ ଠାରୁ ଭିନ୍ନ ବୋଲି ଭାବନ୍ତି, ସେମାନଙ୍କୁ ମୋ ଦ୍ୱାରା ନିଯୁକ୍ତ ଯମରାଜଙ୍କର ସର୍ପ ପରି କ୍ରୋଧୀ ଶାଗୁଣା ରୂପୀଧାରୀ
ଦୂତମାନେ ଅତ୍ୟନ୍ତ କ୍ରୋଧରେ ନିଜ ଥଣ୍ଟରେ ଖୁମ୍ପି ଖୁମ୍ପି ଖାଇଯିବେ। ବ୍ରାହ୍ମଣ ତିରସ୍କାର କରି କଟୁ କଥା କହିଲେ ମଧ୍ୟ ତାକୁ ମୋର ସ୍ୱରୂପ ବୋଲି ଜାଣି ଯେଉଁମାନେ ପ୍ରସନ୍ନ ଚିତ୍ତରେ ଓ ଅମୃତମୟ ମୁଗ୍ଧହାସଯୁକ୍ତ ମୁଖରେ ତାହାଙ୍କୁ ଆଦର କରନ୍ତି, ତଥା ପୁତ୍ର କ୍ରୋଧ ପିତାଙ୍କୁ ଓ ମୁଁ ଆପଣମାନଙ୍କୁ ଯେପରି ମନାଏ, ସେହିପରି ବିନୟ ବଚନରେ ପ୍ରାର୍ଥନା କରି ବ୍ରାହ୍ମଣକୁ ଶାନ୍ତ କରନ୍ତି, ସେମାନେ ମୋତେ ବଶ କରିନିଅନ୍ତି। ମୋର ଏହି ସେବକ ଦୁଇଜଣ ମୋର ଅଭିପ୍ରାୟ ବୁଝି ନଥିବାରୁ ହିଁ ଆପଣମାନଙ୍କୁ ଅପମାନିତ କରିଥିଲେ। ତେଣୁ ମୋର ଅନୁରୋଧ ରଖି ଆପଣମାନେ କେବଳ ଏତିକି କୃପା କରନ୍ତୁ ଯେ ଏମାନଙ୍କର ନିର୍ବାସ କାଳ ଶୀଘ୍ର ସମାପ୍ତ ହୋଇଯାଉ। ଏମାନେ ନିଜ ଅପରାଧ ଅନୁରୂପ ଅଧମଗତି ଭୋଗ କରି ଶୀଘ୍ର ମୋ ପାଖକୁ ଫେରି ଆସନ୍ତୁ। ବ୍ରାହ୍ମଣ କହିଲେ, ହେ ଦେବଗଣ, ସନକାଦି ମୁନି କ୍ରୋଧାବିଷ୍ଟ ଥିଲେ ମଧ୍ୟ ଭଗବାନଙ୍କର ବିନୟଭରା ମଧୁର ବାଣୀ ଶୁଣି ସେମାନେ ମନ୍ତ୍ରମୁଗ୍ଧ ପରି ତୃପ୍ତ ମାନସରେ ତାହା ଆହୁରି ଶୁଣିବାକୁ ଚାହୁଁଥିଲେ। ଭଗବାନଙ୍କର ବାଣୀ ଅତ୍ୟନ୍ତ ମନୋହର। ଏବଂ ସଂକ୍ଷିପ୍ତ ଥିଲା, କିନ୍ତୁ ତାହା ଏତେ ଅର୍ଥପୂର୍ଣ୍ଣ, ସାରବାନ, ଦୁର୍ବିଜ୍ଞ ଓ ଗୂଢ଼ ହୋଇଥିଲା ଯେ ଅବଧାନପୂର୍ବକ ଶୁଣିବା ଓ ବିଚାର କରିବା ପରେ ମଧ୍ୟ ଭଗବାନ କ'ଣ କହିବାକୁ ବା କରିବାକୁ ଚାହୁଁଛନ୍ତି ତାହା ସେମାନେ ସ୍ପଷ୍ଟ ଜାଣିପାରିଲେ ନାହିଁ। ଭଗବାନଙ୍କର ଏଭଳି ଅଦ୍ଭୁତ ଉଦାରତା ଦେଖି ସନକାଦି ମୁନି ଅତ୍ୟନ୍ତ ହର୍ଷିତ ହୋଇଲେ ଏବଂ ସେମାନଙ୍କର ସର୍ବାଙ୍ଗ ପୁଲକିତ ହୋଇଗଲା। ତାପରେ ଯୋଗମାୟାର ପ୍ରଭାବରେ ନିଜର ପରମ ଐଶ୍ୱର୍ଯ୍ୟ ପ୍ରକଟ କରିଥିବା ପ୍ରଭୁଙ୍କୁ ସେମାନେ କରଯୋଡ଼ି ବିନିମୟରେ ସ୍ତୁତି କଲେ। ସନକାଦି ମୁନିମାନେ କହିଲେ, ଭଗବାନ, ଆପଣ ପରମେଶ୍ୱର ହୋଇ ମଧ୍ୟ ଆମକୁ କହିଲେ, ମୋ ପ୍ରତି କୃପା କରନ୍ତୁ। ଆମେ ସେଥିରୁ ଆପଣଙ୍କର ଅଭିପ୍ରାୟ କିଛି ବୁଝିପାରୁନାହୁଁ। ପ୍ରଭୁ, ଆପଣ ହେଉଛନ୍ତି ବ୍ରାହ୍ମଣମାନଙ୍କର ପରମ ହିତକାରୀ। ତେଣୁ ଲୋକଶିକ୍ଷା ନିମନ୍ତେ ବ୍ରାହ୍ମଣମାନଙ୍କୁ ନିଜର ଆରାଧ୍ୟ ଦେବ ବୋଲି କହିବା ଆପଣଙ୍କର ପକ୍ଷରେ ସ୍ୱାଭାବିକ, କିନ୍ତୁ ବାସ୍ତବରେ ଆପଣ ହିଁ ହେଉଛନ୍ତି ବ୍ରାହ୍ମଣମାନଙ୍କର ତଥା ଦେବାଧିଦେବ ବ୍ରହ୍ମାଙ୍କ ମଧ୍ୟ ଆତ୍ମା ଓ ଆରାଧ୍ୟ ଦେବ। ଆପଣଙ୍କ ଠାରୁ ହିଁ ସନାତନ ଧର୍ମ ଉତ୍ପନ୍ନ ହୋଇଛି। ଆପଣଙ୍କର ଅବତାରମାନଙ୍କ ଦ୍ୱାରା ହିଁ ସମୟାନୁସାରେ ସେହି ଧର୍ମ ସୁରକ୍ଷିତ ହୋଇଛି, ତଥା ଆପଣ ହିଁ ନିର୍ବିକାର ସ୍ୱରୂପ ଓ ଧର୍ମର ପରମ ମୁଖ୍ୟ ରହସ୍ୟ। ଏହା ଶାସ୍ତ୍ରମାନଙ୍କର ମତ। ଆପଣଙ୍କ କୃପା ଲାଭ କରି ନିବୃତ୍ତିପରାୟଣ ଯୋଗୀଜନ ଅତି ସହଜରେ ମୃତ୍ୟୁରୂପୀ ସଂସାର ସାଗରକୁ ପାରି ହୋଇଯାଇଛନ୍ତି। ଏଭଳି ପ୍ରଭୁଙ୍କୁ ଭଲା ଅନ୍ୟ କେଉଁ ଲୋକେ କୃପା କରିପାରିବେ? ଭଗବାନ ଯେଉଁ ଲକ୍ଷ୍ମୀଙ୍କର ଚରଣ ରଜକୁ ଅନ୍ୟ ଅର୍ଥରେ ଲୋକେ ସର୍ବଦା ଆପଣା ମସ୍ତକରେ ଧାରଣ କରନ୍ତି, ସେହି ଲକ୍ଷ୍ମୀ ନିରନ୍ତର ଆପଣଙ୍କ ସେବାରେ ଲାଗି ରହନ୍ତି। ଏଥିରୁ ଜଣାପଡ଼ୁଛି ଯେ ଭାଗ୍ୟବାନ ଭକ୍ତମାନେ ଆପଣଙ୍କ ଚରଣରେ ଅର୍ପଣ କରୁଥିବା ସଜ ତୁଳସୀ ମାଳା ଉପରେ ଗୁଞ୍ଜରଣ କରୁଥିବା ଭ୍ରମରମାନଙ୍କ ପରି
ସେଇ ଲକ୍ଷ୍ମୀ ମଧ୍ୟ ଆପଣଙ୍କର ପାଦ ପଦ୍ମକୁ ହିଁ ନିଜର ନିବାସ ସ୍ଥାନ କରିଦେବାକୁ ଚାହାନ୍ତି। କିନ୍ତୁ ଆପଣ ଭକ୍ତଙ୍କ ପ୍ରତି ଯେପରି ବିଶେଷ ସ୍ନେହ ରଖନ୍ତି, ନିରନ୍ତର ସେବାରେ ଲାଗିଥିବା ପବିତ୍ର ଚରିତ୍ର ଲକ୍ଷ୍ମୀଙ୍କୁ ମଧ୍ୟ ସେହିପରି ବିଶେଷ ଆଦର କରନ୍ତି ନାହିଁ। ଆପଣ କେବଳ ଭକ୍ତମାନଙ୍କୁ ହିଁ ବିଶେଷ ଆଦର କରନ୍ତି। ଆପଣ ତ ସ୍ୱୟଂ ହେଉଛନ୍ତି ଭଜନୀୟ ଗୁଣମାନଙ୍କ ଆଶ୍ରୟ। ଏହିପରି ଅବସ୍ଥାରେ ଆପଣ ହିଁ ହେଉଛନ୍ତି ଏହିଭଳି ଅବସ୍ଥାରେ ଆପଣ ହିଁ କହନ୍ତି, କ'ଣ ଏଣେତେଣେ ବିଚରଣ କରୁଥିବା ବ୍ରାହ୍ମଣମାନଙ୍କ ଚରଣ ସ୍ପର୍ଶରେ ପବିତ୍ର ହୋଇଥିବା ମାର୍ଗର ଧୂଳି ଏବଂ ସ୍ପର୍ଶ ଚିହ୍ନ ଆପଣଙ୍କୁ ପବିତ୍ର କରି ପାରୁଥିବ? ନା ଏସବୁ ଦ୍ୱାରା ଆପଣଙ୍କର ଶୋଭା ବଢ଼ି ପାରୁଥିବ? ଭଗବାନ, ଆପଣ ହେଉଛନ୍ତି ସାକ୍ଷାତ୍ ଧର୍ମ ସ୍ୱରୂପ। ଆପଣ ସତ୍ୟାଦି ତିନି ଯୁଗର ପ୍ରତ୍ୟକ୍ଷ ରୂପେ ଦିବ୍ୟମାନ ରହନ୍ତି ତଥା ବ୍ରାହ୍ମଣ ଓ ଦେବତାମାନଙ୍କ ହିତ ନିମନ୍ତେ ଧର୍ମର ତିନି ଚରଣ ତପ, ଶୌଚ ଓ ଦୟା ଦ୍ୱାରା ସଚରାଚର ଜଗତକୁ ରକ୍ଷା କରନ୍ତି। ତେଣୁ ବର୍ତ୍ତମାନ ନିଜର ଶୁଦ୍ଧ ସତ୍ତ୍ୱମୟୀ ବରଦାୟିନୀ ମୂର୍ତ୍ତି ଦ୍ୱାରା ଆମମାନଙ୍କର ଧର୍ମ ବିରୋଧୀ ରଜଗୁଣ ଓ ତମଗୁଣକୁ ଦୂର କରିଦିଅନ୍ତୁ। ହେ ଦେବ, ଏହି ବ୍ରାହ୍ମଣ କୁଳକୁ ଆପଣ ହିଁ ରକ୍ଷା କରନ୍ତୁ। ସାକ୍ଷାତ୍ ଧର୍ମରୂପ ହୋଇ ମଧ୍ୟ ଆପଣ ଯଦି ସୁମଧୁର ବାଣୀ ଓ ପୂଜାନିଧି ଦ୍ୱାରା ଏହି ଉତ୍ତମ କୁଳକୁ ରକ୍ଷା ନ କରିଥାନ୍ତେ, ତେବେ ଆପଣ ନିର୍ଦ୍ଧାରିତ କରୁଥିବା କଲ୍ୟାଣ ମାର୍ଗ ନଷ୍ଟ ହୋଇଯାଆନ୍ତା। କାରଣ ଲୋକେ ଶ୍ରେଷ୍ଠ ପୁରୁଷମାନଙ୍କର ଆଚରଣକୁ ହିଁ ଆଦର୍ଶ ରୂପେ ଗ୍ରହଣ କରନ୍ତି। ପ୍ରଭୁ, ଆପଣ ହେଉଛନ୍ତି ସତ୍ତ୍ୱଗୁଣର ଭଣ୍ଡାର ଏବଂ ଆପଣ ସକଳ ଜୀବଙ୍କ କଲ୍ୟାଣ କରିବା ନିମନ୍ତେ ଉତ୍ସର୍ଗ। ତେଣୁ ଆପଣ ନିଜର ଶକ୍ତିରୂପୀ ରାଜାଦି ଦ୍ୱାରା ଧର୍ମଦ୍ରୋହୀମାନଙ୍କୁ ସଂହାର କରନ୍ତି। କାରଣ ଆପଣ ଦେବମାର୍ଗର ଉଚ୍ଛେଦ ଚାହାନ୍ତି ନାହିଁ। ଆପଣ ତ୍ରୈଲୋକ୍ୟନାଥ ଏବଂ ଜଗତ୍ ପରିପାଳକ ହୋଇ ମଧ୍ୟ ବ୍ରାହ୍ମଣମାନଙ୍କ ନିକଟରେ ଏତେ ନମ୍ରତା ପ୍ରକାଶ କରନ୍ତି, ତାହାଙ୍କ ଦ୍ୱାରା ଆପଣଙ୍କର ତେଜର କୌଣସି କ୍ଷତି ହୁଏ ନାହିଁ। ଏହା ତ ହେଉଛି ଆପଣଙ୍କର ଲୀଳା ମାତ୍ର। ହେ ସର୍ବେଶ୍ୱର, ଏହି ଦ୍ୱାରପାଳଙ୍କୁ ଆପଣ ଯଥୋଚିତ ଦଣ୍ଡ ଦିଅନ୍ତୁ ଅଥବା ପୁରସ୍କାର ରୂପରେ ସେମାନଙ୍କୁ ବୃତ୍ତି ବଢ଼ାଇ ଦିଅନ୍ତୁ। ଆପଣ କୌଣସି ଆପତ୍ତି ନାହିଁ। ଆମେ ଆପଣଙ୍କର ଏହି ନିରପରାଧ ଅନୁଚରମାନଙ୍କୁ ଶାପ ଦେଇଥିବାରୁ ଦଣ୍ଡ ପାଇବା କଥା ଆମକୁ ଯଥୋଚିତ ଦଣ୍ଡ ଦିଅନ୍ତୁ। ଆପଣ ଯାହା କହିବେ ଆମେ ତାହା ସହ୍ୟ ସ୍ୱୀକାର କରିବୁ। ଶ୍ରୀ ଭଗବାନ କହିଲେ, ମୁନିଗଣ, ଆପଣମାନେ ଏମାନଙ୍କୁ ଯେଉଁ ଶାପ ଦେଇଛନ୍ତି, ତାହା ବାସ୍ତବରେ ମୋର ହିଁ ପ୍ରେରଣା ଥିଲା। ଏଥର ଏମାନେ ଶୀଘ୍ର ଦୈତ୍ୟ ଯୋନିରେ ପଡ଼ିବେ ଏବଂ ସେହି ଜନ୍ମରେ କ୍ରୋଧାବେଶ ହେତୁ ବଢ଼ିଥିବା ଏକାଗ୍ରତା ଫଳରେ ସୁଦୃଢ଼ ଯୋଗସମ୍ପନ୍ନ ହୋଇ ଶୀଘ୍ର ମୋ ପାଖକୁ ଫେରି ଆସିବେ। ବ୍ରହ୍ମା କହିଲେ, ତାପରେ ସେହି ମୁନୀଶ୍ୱରମାନେ ନୟନାଭିରାମ ଭଗବାନ ବିଷ୍ଣୁଙ୍କୁ ଓ ତାହାଙ୍କର ସ୍ୱୟଂ ପ୍ରକାଶ ବୈକୁଣ୍ଠ ଧାମକୁ ଦର୍ଶନ କରି ପ୍ରଭୁଙ୍କୁ ପରିକ୍ରମା କଲେ ଏବଂ ତାଙ୍କୁ ପ୍ରଣାମ କରି
ଓ ତାହାଙ୍କର ଆଜ୍ଞା ନେଇ ତାହାଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା କରି କରି ଆନନ୍ଦରେ ସେଠାରୁ ଫେରି ଆସିଲେ। ତାପରେ ଭଗବାନ ତାଙ୍କୁ ଅନୁଚର ଦ୍ୱୟଙ୍କୁ କହିଲେ, ଯାଅ, ମନରେ କୌଣସି ପ୍ରକାରେ ଭୟ କର ନାହିଁ। ତୁମର ମଙ୍ଗଳ ହେବ। ମୁଁ ସବୁ କିଛି କରିବାକୁ ସମର୍ଥ ହୋଇ ମଧ୍ୟ ବ୍ରହ୍ମ ତେଜକୁ ହ୍ରାସ କରିବାକୁ ଚାହୁଁନାହିଁ। କାରଣ ମୋର ମଧ୍ୟ ଏହି ଇଚ୍ଛା ଥିଲା। ପୂର୍ବେ ମୁଁ ଯେତେବେଳେ ଯୋଗନିଦ୍ରାରେ ଶୟନ କରିଥିଲି, ସେତେବେଳେ ତୁମେମାନେ ଲକ୍ଷ୍ମୀଙ୍କୁ ଭିତରକୁ ନ ଛାଡ଼ି ଅଟକାଇ ଦେଇଥିଲ। ସେତେବେଳେ ସେ ତୁମ ଉପରେ କ୍ରୋଧ ହୋଇ ଏହି ଶାପ ଦେଇଥିଲେ। ତେଣୁ ତୁମମାନଙ୍କୁ ଦୈତ୍ୟ ଯୋନିରେ ପଡ଼ିବାକୁ ହେବ। କିନ୍ତୁ ଦୈତ୍ୟ ଯୋନିରେ ମୋ ପ୍ରତି କ୍ରୋଧବୃତ୍ତି ରଖିଥିବାରୁ ତୁମର ମୋ ପ୍ରତି ଏକାଗ୍ରତା ଆସିଯିବ। ତା ଫଳରେ ତୁମେମାନେ ଏହି ବିପ୍ରତିଷ୍କାରଜନିତ ପାପରୁ ମୁକ୍ତ ହୋଇଯିବ ଏବଂ ଅଳ୍ପ କାଳ ମଧ୍ୟରେ ତୁମେମାନେ ମୋ ପାଖକୁ ପୁଣି ଫେରିଆସିବ। ଦ୍ୱାରପାଳଙ୍କୁ ଏହିପରି ଆଜ୍ଞା ଦେଇସାରି ଧାଡ଼ି ଧାଡ଼ି ନଗରରେ ସୁସଜ୍ଜିତ ନିଜର ସର୍ବାଧିକ ଶ୍ରୀସମ୍ପନ୍ନ ଧାମରେ ପ୍ରବେଶ କଲେ। ଦେବଶ୍ରେଷ୍ଠ ଜୟବିଜୟ ସେହି ଅଲଙ୍ଘନୀୟ ବ୍ରହ୍ମଶାପ ହେତୁ ଭଗବଦ୍ଧାମରେ ଶ୍ରୀହୀନ ହୋଇଗଲେ ତଥା ସେମାନଙ୍କର ସକଳ ଗର୍ବ ଧ୍ୱଂସ ହୋଇଗଲା। ସେମାନେ ଯେତେବେଳେ ବୈକୁଣ୍ଠ ଧାମରୁ ଖସିବାକୁ ଲାଗିଲେ, ସେତେବେଳେ ଶ୍ରେଷ୍ଠ ବିମାନମାନଙ୍କରେ ବସିଥିବା ବୈକୁଣ୍ଠବାସୀମାନଙ୍କ ମଧ୍ୟରେ କାହାର ହାହାକାର ଖେଳିଗଲା। ହେ ଦେବଗଣ, ବର୍ତ୍ତମାନ ଦିତିଙ୍କ ଗର୍ଭରେ ସ୍ଥାନ ପାଇଥିବା କଶ୍ୟପଙ୍କର ଯେଉଁ ଉଗ୍ର ତେଜର ପ୍ରଭାବ ଅସହ୍ୟ ମନେହେଉଛି, ତାହା କାରଣ ହେଲା ଭଗବାନଙ୍କର ସେହି ପାର୍ଷଦ ଦୁଇଜଣ ଯାଇ ତାଙ୍କ ଗର୍ଭରେ ପ୍ରବେଶ କରୁଛନ୍ତି। ଅସୁରମାନଙ୍କର ତେଜରେ ହିଁ ତୁମେମାନଙ୍କର ତେଜ ଫିକା ପଡ଼ିଯାଉଛି। ଭଗବାନ ହିଁ ଏହିପରି ଘଟଣା ଘଟାଇବାକୁ ଚାହାନ୍ତି। ଯେଉଁ ଆଦିପୁରୁଷ ସଂସାରର ଉତ୍ପତ୍ତି, ସ୍ଥିତି ଓ ଲୟର କାରଣ ଏବଂ ବଡ଼ ବଡ଼ ଯୋଗୀଜନ ମଧ୍ୟ ଯାହାଙ୍କର ଯୋଗମାୟାରୁ ଅତି କଷ୍ଟରେ ହିଁ ଅତିକ୍ରମ କରିପାରନ୍ତି, ଶତାବ୍ଦୀ ତ୍ରିଗୁଣ ନିୟନ୍ତା ସେହି ଶ୍ରୀହରି ହିଁ ଆମମାନଙ୍କର ମଙ୍ଗଳ କରିବେ। ଏଣୁ ଏବେ ଏ ବିଷୟରେ ଅଧିକ ବିଚାର କରି କି ଲାଭ? ଇତି ଶ୍ରୀ ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟେ ତୃତୀୟ ସ୍କନ୍ଧେ ଷୋଡ଼ଶୋଧ୍ୟାୟଃ।